ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଅଷ୍ଟମ ଶ୍ରେଣୀର ସାହିତ୍ୟ ସୁରଭିରେ କ'ଣ ରହିଛି, ବିଷୟବସ୍ତୁ ଗୁଡ଼ିକ ଆଲୋଚନା କରିବା। ଦେଖନ୍ତୁ, ଆପଣଙ୍କର ବିଷୟବସ୍ତୁ ଗୁଡ଼ିକରେ ଯିବା ପୂର୍ବରୁ ଆପଣଙ୍କର ପ୍ରସ୍ତାବନା ରହିଲା ସମ୍ବିଧାନର, ତାପରେ ବନ୍ଦେ ଉତ୍କଳ ଜନନୀ ରହିଲା, ପୃଥିବୀ ପ୍ରତି କବିତା ରହିଛି, ସେହିଭଳି ବନ୍ଦେ ମାତରମ୍। ସୂଚୀପତ୍ରରେ କ'ଣ ରହିଛି, ଆପଣଙ୍କର ପ୍ରଥମ ପଦ୍ୟ ରହିଛି ଆସ ଉତ୍କଳୀୟ, ତାପରେ ପଠନ ନିମନ୍ତରେ ଯେଉଁ ଦେଶରେ ଗଙ୍ଗା ବହେ ବିପିନ ବିହାରୀ ରାଉତ ଲେଖିଛନ୍ତି। ସେହିଭଳି ଆସ ଉତ୍କଳୀୟ ଆପଣଙ୍କର କବି ଲେଖିଛନ୍ତି ଜାତୀୟ କବି ବୀରକେଶର ଦାସ। ସେହିଭଳି ବିହଙ୍ଗ ବିପ୍ଳବ ଦେଇଛି ଗଳ୍ପ ମହାପାତ୍ର ନୀଳମଣି ସାହୁ। ସେହିଭଳି ପଞ୍ଚବଧୂ ପଠନ ନିମନ୍ତେ ଦେଇଛି ସଂଗୃହୀତ ପଞ୍ଚତନ୍ତ୍ର କାହାଣୀ। ସେହିଭଳି 3 ନମ୍ବରରେ ଶପଥ ଦେଇଛି କବିତା ଅନନ୍ତ ପଟ୍ଟନାୟକଙ୍କର। ତାପରେ ଏ ମାଟି ମୁଠାକ ପଠନ ନିମନ୍ତେ ଚାଲିବାକୁ ହେବ ସମତା ପଥେ ପଠନ ନିମନ୍ତେ ଅଟଳ ବିହାରୀ ବାଜପେୟୀ। ସେହିଭଳି ଡମକଚ୍ ଭ୍ରମଣ କାହାଣୀ ଶାନ୍ତନୁ କୁମାର ଆଚାର୍ଯ୍ୟ। ସେଭଳି କବିତା ଦେଖନ୍ତୁ ଜଗନ୍ନାଥ ଦାସ ଭାଗବତୀ ସୂକ୍ତି ସଂଗ୍ରହ। ତାପରେ ପଠନ ନିମନ୍ତେ ମୋ ଜୀବନ ଲକ୍ଷ୍ୟ ପଡ଼ିଥାଉ। ଏବେ ମଧ୍ୟ ବଞ୍ଚିଛି ଗଳ୍ପ। ସେହିଭଳି ଏବେ ମଧ୍ୟ ବଞ୍ଚିଛି ଗଳ୍ପ ଗୋଦାବରୀ ସୋମପତ୍ର। ଉତ୍କଳମଣି ଗୋପବନ୍ଧୁ ଦାସ ପଠନ ନିମନ୍ତେ ସଂଗୃହୀତ। ସେହିଭଳି ସ୍ୱପ୍ନିଳ ବିହଙ୍ଗ କବିତା ମୂଳ ରଚନା ମହାଦେବୀ ବର୍ମା। ଅନୁସୃଜନ ସମ୍ପାଦନା ମଣ୍ଡଳୀ। ସେହିଭଳି ସ୍ୱପ୍ନ ଉଡ଼ାଣ ଆପଣଙ୍କର ପଠନ ନିମନ୍ତେ ରହିଛି। ସେହିଭଳି 8 ନମ୍ବରରେ ରହିଛି ଆହୁତି ଏକାଙ୍କିକା କାର୍ତ୍ତିକ ଚନ୍ଦ୍ର ରଥ। ସେହିଭଳି ମୋ ବୋଉ ପଠନ ନିମନ୍ତେ ରହିଛି ସଂଗୃହୀତ। ମାତୃଭୂମି କବିତା ଗଙ୍ଗାଧର ମେହେର। ସେହିଭଳି ଗୋ ମହାତ୍ମ୍ୟ ରହିଛି ଗୋପବନ୍ଧୁ ଦାସ ପଠନ ନିମନ୍ତେ। ସେହିଭଳି ଭରତଙ୍କ ଚିତ୍ରକୂଟ ଯାତ୍ରା ପ୍ରବନ୍ଧ ରହିଛି ଶ୍ରୀଧର ଦାସ। ସେହିଭଳି ଶାଶ୍ୱତ ଭାରତ ପଠନ ନିମନ୍ତେ ସ୍ୱାମୀ ବିବେକାନନ୍ଦ ଏବଂ କାଳଜୟୀ ପଦପଂକ୍ତି ସଂଗୃହୀତ କରାଯାଇଛି। ତା ସହିତ ବହିର ଅଭିଧାନ ମଧ୍ୟ ନୂତନ ଭାବରେ ଦିଆଯାଇଛି। ତ ପ୍ରଥମେ ହେଉଛି ଆସ ଉତ୍କଳୀୟ ଆପଣଙ୍କର ଜାତୀୟ କବି ବୀରକେଶର ଦାସଙ୍କର କବି। ଆସ ଉତ୍କଳୀୟ ଜାତୀୟ କବି ବୀରକେଶର ଦାସଙ୍କର ପଦ୍ୟଟି ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂରୁବ କଥା, ସ୍ମରଣେ ଯାହାର ଗରବେ ତୋହର ଆପେ ଆପେ ନଇଁ ପଡ଼ିବ ମଥା। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଆମର ପଥେ, ଯଶ କି ତାଙ୍କର ହେବ କି ମଳିନ ମଳିନ ପରତା ଜଗତେ। ପାଇକ ପୁଅର ଗାରିମା ଯାଥିଲା ସ୍ୱାଧୀନତା ଯୋଗେ ଦେଲା ଆହୁତି, ସେ ଜାତି ଦାୟଦ ଆମେ ତ ସରବେ ବୋଳି ହେବା ଅଙ୍ଗେ ସେହି ବିଭୂତି। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମବୀରରେ ରଖତ ନଈ, ସ୍ୱାଧୀନ ପାଇଁ ପ୍ରାଣ ଦେଲେ ଯେତେ ପଚାରିଲେ ମାଟି ଯିବ ତ କହି। ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣୀ ଯହିଁ ସ୍ଫୁରୁଥିଲା ପ୍ରତି ଅନ୍ତରେ ଭରି, ଅହିଂସା ମନ୍ତରେ ଦେଲା ଯେଉଁ ଦୀକ୍ଷା କାହିଁ କେଉଁ ଦେଶ ହେବ ତା ସରି। ଜାତି ପାଇଁ ଦିନେ ବାଳୁତ ଧରମା ଝାସିଥିଲା ପ୍ରାଣ ସାଗର ଜଳେ, ଲଭିବ କି ତାର ଅଲିଭା କାହାଣୀ ଥିବା ଯାଏ ନର ଧରଣୀ ତଳେ। ତ୍ୟାଗ ଆଦରଶ ଜାତିର ମହତ୍ତ୍ୱ ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମହିମା ହେବ କି କଳି। ବାଜି ରାଉତର ନାଁ ଲୁଚି ନାହିଁ ମୁକତି ପଥର ସୈନିକ ସହି, ତରପଣ କରେ ସେ ନାମ ଉଚ୍ଚାରି ସ୍ୱାଧୀନ ସଂଗ୍ରାମ ପୁରାଣ ଫେଇ। ତ ଦେଖନ୍ତୁ କବି ପରିଚୟ ଦେଇଛି ଆସ ବୁଝିବାରେ ମୋ ବୁଝିବାରେ ଦେଇଛି ଆପଣଙ୍କର ବହୁ ବିକଳ୍ପ ପ୍ରଶ୍ନ ମିଳିମିଶି ଯୋଡ଼ିବା ଦେଲା। ଅଭ୍ୟାସ କାର୍ଯ୍ୟ ଗୁଡ଼ିକ କବିତା ପଦ ଗୁଡ଼ିକ ଆଲୋଚନା କରିବା ଦେଲା। ବୁଝି ବିଚାରି ଲେଖ, ଅନୁମାନ କଳ୍ପନା ଲେଖ, କବିତା ରଚନା ଦେଲା। ଭାଷା ବିଚାର ସହ ଧରଣୀର ସମାନାର୍ଥକ ବୋଧକ ଶବ୍ଦ ଗୁଡ଼ିକ ଲେଖିବ। ସେହିଭଳି ଗଦ୍ୟ ପଦ୍ୟ ରୂପ ଲେଖିବ। ବହି ଗୁଡ଼ିକ ବହୁତ ଚିତ୍ର ଆକର୍ଷଣୀୟ ହୋଇଛି। ସେଭଳି ସମାନାର୍ଥକ ଶବ୍ଦ ଲେଖିବେ। କବିତାର ଶୀର୍ଷକ ସେଭଳି ପାଠ୍ୟ ବହିର୍ଭୂତ ଦେଇଛି ଆପଣଙ୍କର ପ୍ରୋଜେକ୍ଟ ୱାର୍କ କରିବା ପାଇଁ। ବଗିଚା କାମ, ଯାତ୍ରା, ଖେଳ, ଆପଣଙ୍କର ଚାଷ, ସେହିଭଳି ବ୍ୟାଙ୍କ ଉଠାଣ, ଆମର ସଶସ୍ତ୍ର
ଅସ୍ତ୍ରଶସ୍ତ୍ର ତୁମ ଭାଷା ଗୀତ। ପଠନ ନିମନ୍ତେ ଦେଇଛି ବହି ଯେ ଦେଶରେ ଗଙ୍ଗା ବହେ ବିପିନ ବିହାରୀ ରାଉତ। ସେଇଭଳି ଆମ ଲେଖା ଆମ ଚିତ୍ର ମଧ୍ୟ ଦେଇଛି। ଦ୍ୱିତୀୟ ଅଧ୍ୟାୟଟି ହେଉଛି ଗୋଟିଏ କାହାଣୀ ବିହଙ୍ଗ ବିପ୍ଳବ। ବିହଙ୍ଗ ବିପ୍ଳବ ବିଷୟରେ ଦେଇଛି। ସେହିଭଳି ତାର ପ୍ରଶ୍ନ ଉତ୍ତର ଦେଇଛି ଆପଣଙ୍କର ମଲ୍ଟିପଲ୍ ଚଏସ୍ ମୋ ବୁଝିବାରେ। ସେହିଭଳି ମିଳିମିଶି ଯୋଡ଼ିବା, ବାକ୍ୟର ଅର୍ଥ, ବାକ୍ୟ ଗୁଡ଼ିକ ଉପରେ ଆଲୋଚନା, ଭାବିଚିନ୍ତି ଉତ୍ତର ଦେବା, ବଦଳି ଯାଉଥିବା ଗପ, ଶବ୍ଦର ଠିକ୍ ବନାନ କରିବା, କହିବାର ଢଙ୍ଗ ଓ ଶୈଳୀ, ବଣର ପଶୁପକ୍ଷୀ ବାଦ ବିବାଦ, ଗପ ରଚନା, ପକ୍ଷୀମାନଙ୍କର ବସା। ସେହିଭଳି ପଞ୍ଚବନ୍ଧୁ ଦେଖନ୍ତୁ ପଠନ ନିମନ୍ତେ ହେଇଛି ପଞ୍ଚତନ୍ତ୍ର କାହାଣୀଟି ଦେଇଛି ପାଞ୍ଚ ବନ୍ଧୁ। ପାଞ୍ଚ ବନ୍ଧୁ ବିଷୟରେ କାହାଣୀ ଦେଇଛି। ସେଭଳି ଆପଣମାନେ ଦେଖନ୍ତୁ ତୃତୀୟ ଅଧ୍ୟାୟଟି କ'ଣ ରହିଛି। ଏମାଠି ମୁଠାକ ଚାଲିବାକୁ ହେବ ସମତା ପଥେ ଅଟଳ ବିହାରୀ ବାଜପେୟୀଙ୍କର ଲେଖା ଆମର ଦେଇଛି। ସେହିଭଳି ଡମ୍ କଚ୍ ଭ୍ରମଣ କାହାଣୀ ଶାନ୍ତନୁ କୁମାରଙ୍କର ଦେଇଛି। ଭ୍ରମଣ କାହାଣୀ ବିଭିନ୍ନ ପ୍ରକାରର ଭ୍ରମଣରେ ସେ ଲେଖିଛନ୍ତି। ଶାନ୍ତନୁ କୁମାର ଆଚାର୍ଯ୍ୟ ଜଣେ ଯଶସ୍ୱୀ ସାରସ୍ୱତ ସ୍ରଷ୍ଟା। କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ 1933 ମସିହାରେ ମଇ ମାସ 15 ତାରିଖ ଦିନ ତାଙ୍କର ଜନ୍ମ। ପିତାଙ୍କର ନାମ ଅନନ୍ତ ଚରଣ ଆଚାର୍ଯ୍ୟ, ମାତା ଥିଲେ କୃଷ୍ଣପ୍ରିୟା ଦେବୀ। ଏକଧାରାର ଜଣେ ଔପନ୍ୟାସିକ ଗାଳ୍ପିକ। ତାପରେ ଆପଣଙ୍କର ବହିରେ ପ୍ରଶ୍ନ ଉତ୍ତର ଦେଇଛି ମୋ ବୁଝିବାରେ। ମିଳିମିଶି ଯୋଡ଼ିବା, ମିଳିମିଶି ଠିକ୍ ଉତ୍ତର ବାଛନ୍ତୁ, ଗଦ୍ୟାଂଶ ଚର୍ଚ୍ଚା, ବିଷୟ ଚିନ୍ତନ, ଅନୁମାନ କଳ୍ପନା, ଟିଏ ଏବଂ ମାନେର ପ୍ରୟୋଗ, କାଳର ସମୟ, ପତ୍ର ରଚନା, ପତ୍ର ଶବ୍ଦ ସହ ଶବ୍ଦ ଯୋଡ଼, ଲେଖିବାର ଅନ୍ୟାନ୍ୟ ଉପାୟ, ତୁମ କଥା, ପ୍ରକୃତି ସୌନ୍ଦର୍ଯ୍ୟର ସଂରକ୍ଷଣ, ସ୍ୱାସ୍ଥ୍ୟ ଏବଂ ଯୋଗ, ବୃକ୍ଷ ହିଁ ଜୀବନ, ଶବ୍ଦ ଓ ତାର ଭିନ୍ନ ଭିନ୍ନ ରୂପ, ଭ୍ରମଣ ଖର୍ଚ୍ଚ ଓ ଗଣନା, ସମସ୍ତଙ୍କ ପାଇଁ ଯାତ୍ରା। ତାପରେ ଦେଇଛି ପଞ୍ଚୁ ପଣ୍ଡା ଅନୁସନ୍ଧାନ କର। ତାପରେ ଆସିଲା ପଞ୍ଚମ ଅଧ୍ୟାୟରେ ଆପଣ ଜଗନ୍ନାଥ ଦାସଙ୍କର ଭାଗବତ ସ୍ତୁତି ସଂଗ୍ରହ। ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମହିତଳେ, ତଜନ୍ମ ଧନ୍ୟ ଏ ସଂସାରେ। ଯେ ରହେ ପର ଉପକାରେ, ଯେ ପ୍ରାଣୀ ପର ହିଂସା କରେ, ଦେବତା ପୂଜି ସେ ନ ତରେ। ଅମୃତ ବିନୟ ବଚନ କହିତ ଶିବ ପ୍ରାଣୀ ମନ। ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବ୍ୟବହାର। ସାକ୍ଷାତ ଗୁରୁ ଯେ ଈଶ୍ୱର, ଗୁରୁଙ୍କୁ ନ ମଣିବ ନର। ଏହିଭଳି ଜଗନ୍ନାଥ ଦାସଙ୍କର ଲେଖିଛନ୍ତି କବିତା। ଅତିବଡ଼ି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଷୋଡ଼ଶର ପ୍ରଥାବ୍ଦରେ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ତେଣୁ ତାଙ୍କ ବୁଝିବାରେ ଦେଖନ୍ତୁ, ବୁଝିବାରେ ଆପଣଙ୍କର MCQ କୋଶ୍ଚିନ୍ ଗୁଡ଼ିକ ରହୁଛି। ସେହିଭଳି ମିଳିମିଶି ଯୋଡ଼ିବା, ପଦ୍ୟର କଥା ଗୁଡ଼ିକ ଯୋଡ଼ିବା, ତାପରେ ଆପଣଙ୍କର କସ୍ତମ ଖସ୍ତମ ଯୋଡ଼ିବା, କବିତାର ପଦ ଗୁଡ଼ିକ ଆଲୋଚନା କରିବା, ଭାବିଚିନ୍ତି ଲେଖିବା, ପଦର ସଂରଚନା କରିବା, ଅନୁମାନ କରି କଳ୍ପନା କରିବା। ତାପରେ ଗୁରୁ ଭକ୍ତି, ବାଦ ବିବାଦ, ଓଡ଼ିଆ ଭାଗବତ ସ୍ତୁତି ସଂଗ୍ରହ, ପଦ ପାଇଁ ପ୍ରବଚନ, ସମସ୍ତଙ୍କ ପାଇଁ ଅଂଶଗ୍ରହଣ, ତୁମ କଥା, ସର୍ଜନଶୀଳତା, ସାଇବର ସୁରକ୍ଷା ପାଇଁ ପଦମାନଙ୍କର ସମ୍ପର୍କରେ ଆଜିକାଲି ସମୟରେ ଏଗୁଡ଼ିକ ଅଭ୍ୟାସ କାର୍ଯ୍ୟ ଯେଉଁଗୁଡ଼ିକ ଆମେ ବୁଝିବା ଏବଂ ଲେଖିବା। ଗୃହ କାର୍ଯ୍ୟ ମଧ୍ୟ ଦେଇଛି। ପିଲାଏ ତୁମ ଘରେ ଜଗନ୍ନାଥ ଦାସଙ୍କର ଭାଗବତ ବହିରୁ ପ୍ରତିଦିନ କିଛି ପଦ ପାଠ କରିବ। ଯେଉଁଥିରେ ପଦ ଗୁଡ଼ିକ ତୁମ ମନକୁ ଛୁଇଁବ ତାହା ଗୋଟିଏ ଖାତାରେ
ସୁନ୍ଦର ଅକ୍ଷରରେ ଲେଖିବ, ଶିକ୍ଷକଙ୍କୁ ନେଇ ଦେଖାଇବ। ସେହିଭଳି ଦେଖନ୍ତୁ ତୁମ ପାଇଁ କାମ। ନିମ୍ନଲିଖିତ ଧାର୍ମିକ ଭାବନା ସମ୍ପର୍କରେ 2 କିମ୍ବା 3ଟି ବାକ୍ୟ ଲେଖ। ସନାତନ ଧର୍ମ, ମହିମା ଧର୍ମ, ବୈଷ୍ଣବ, ବୌଦ୍ଧ ଧର୍ମ, ଜୈନ ଧର୍ମ, ଖ୍ରୀଷ୍ଟ ଧର୍ମ, ଇସଲାମ ଧର୍ମ ବିଷୟରେ ଲେଖିବ। ତାପରେ ପଠନ ନିମନ୍ତେ ଦେଇଛି ସନ୍ଥ କବି ଭୀମ ଭୋଇଙ୍କର ଗୀତ ମୋ ଜୀବନ ପଛେ ନର୍କେ ପଡ଼ିଥାଉ। ସେହିଭଳି ଏବେ ମଧ୍ୟ ବଞ୍ଚିଛି 6ଠ ଶ୍ରେଣୀର ଗୋଟିଏ କାହାଣୀ ବେଣୁଧର କରିବ କିଛି ଠିକ୍ କରିପାରିଲା ନାହିଁ। ତେଣୁ ଏବେ ମଧ୍ୟ ବଞ୍ଚିଛି ଗୋଟିଏ ଗଳ୍ପ ଯାହାକି ଉଦାବର୍ଷ ମହାପାତ୍ରଙ୍କର ଦେଇଛି। ତାପରେ ଦେଖନ୍ତୁ ତାର ଅଭ୍ୟାସ କାର୍ଯ୍ୟ ଗୁଡ଼ିକରେ ଚିନ୍ତା କରି ଲେଖିବା, ବାକ୍ୟ ବିସ୍ତାର, ତୁମର ଦୈନନ୍ଦିନ ତୁମ କଥା, ନ୍ୟାୟ ସମାନତା, ତୁମ ଘରର କାହାଣୀ, ସ୍ୱପ୍ନିଳ ବିହଙ୍ଗ ପଠନ ପାଇଁ ଦେଇଛି। ସେହିଭଳି ମୋ ବୁଝିବାରେ କବିତାର ପଦଗୁଡ଼ିକ ଆଲୋଚନା କରିବା। ଚାଲନ୍ତୁ। ସ୍ୱପ୍ନିଳ ବିହଙ୍ଗ ମହାଦେବୀ ବର୍ମା। ସ୍ୱପ୍ନ ଚଢ଼େଇ ପକ୍ଷୀ କାଟ ନାହିଁ, ଉଡ଼ୁଥାଉ ନୀଳ ନଭ ପରେ, ଗତିକୁ ତାହାର ବାଧା ଦିଅ ନାହିଁ, ବାନ୍ଧ ନାହିଁ କେବେ ଏ ମାଟିରେ। ସୁଗନ୍ଧ ସିନା ବିଚ୍ଛୁରିତ ହୁଏ, ଫେରି ଆସେ କ'ଣ ଧରଣୀରେ? ମଞ୍ଜି ବୁଣିଯାଏ ମାଟିର ବୁକୁରେ, ତାହା କି ଗଗନ ଉଡ଼ିପାରେ? ନିଆଁ ସିନା ଜଳେ ବସୁନ୍ଧରା ପରେ, ଠିଆ ଉଠୁଥାଏ ଆକାଶକୁ, ଧୂଆଁ ଉଠୁଥାଏ ଆକାଶକୁ। ଉଭୟ ସ୍ଥିତିରେ ସ୍ୱପ୍ନରେ ଭାସି ଉଡ଼ି ଆସେ ଆଖି ଭିତରକୁ। ଆରୋହଣ ତାର ରୋକ ନାହିଁ, ଅବରୋହଣ ବାନ୍ଧ ନାହିଁ, ମୁକ୍ତ ଗଗନରେ ବୁଲିବାକୁ ଦିଅ, ଫେରୁ ଆସୁ ତାରା ଚିହ୍ନ ଛୁଇଁ। ମେଘରୁ ରଙ୍ଗ କିରଣୁ ଆଲୋକ ଆଣିବ ନିଶ୍ଚୟ ଏ ଧରାକୁ, ସ୍ୱର୍ଗର ସୃଷ୍ଟିର ଶିଳ୍ପ କଳାକୁ ଶିଖାଇବ ଜଣେ ମଣିଷକୁ। ଆକାଶରେ ପହଞ୍ଚୁ ସ୍ୱପ୍ନର ପକ୍ଷୀ। ଏହିଭଳି ଗୋଟିଏ ଆପଣଙ୍କର ଛୋଟ ପିଲାଙ୍କର ଭବିଷ୍ୟତକୁ ନେଇ କବିତା। ତାପରେ ଦେଖନ୍ତୁ ତାର ଅଭ୍ୟାସ କାର୍ଯ୍ୟ ଗୁଡ଼ିକ ସେଇ ଅନୁସନ୍ଧାନ କର। ତାପରେ ଆହୁତି ଦେଇଛି ଗୋଟିଏ ଏକାଙ୍କିକା, ଗଳ୍ପଟିଏ ବା ଏକାଙ୍କିକାଟି ଦେଇଛି, ଦୃଶ୍ୟ ଗୁଡ଼ିକ ଦେଇଛି। ସେହିଭଳି ଦେଖନ୍ତୁ 8ମ ଶ୍ରେଣୀ ସାହିତ୍ୟ ବହିଟି ବହୁତ ସୁନ୍ଦର ଦେଇଛି। ତେଣୁ ପଠନ ନିମନ୍ତେ ମୋ ବୋଉ ଦେଇଛି। ଲୁହ ଟୋପେ ମୋର ଝରିଲେ ଆଖିରୁ, ଯା ଆଖିରୁ ଛୁଟେ ଲୁହର ନଈ, ବୁନ୍ଦେ ମାତ୍ର ଝାଳ ଖସିଲେ କପାଳୁ, ତା ଛାତିର କୋହ ହୁଏନି କଇ। ସେହିଭଳି ମାତୃଭୂମି କବିତା ଦେଇଛି। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଦେଇଛି। ସେହିଭଳି 8ମ ଶ୍ରେଣୀ ସାହିତ୍ୟ ବହି ବହୁତ ଚିତ୍ର ସହିତ ସୌନ୍ଦର୍ଯ୍ୟରେ ଚିତ୍ରିତ ହିସାବରେ ଦେଇଛି। ତେଣୁ ଶେଷରେ ଦେଇଛି ଗୋମାହାତ୍ମ୍ୟ, ଯେଉଁଟାକି ଉପବନ୍ଧୁ ଦାସଙ୍କର କାବ୍ୟ ଗୋମାହାତ୍ମ୍ୟ ବିଷୟରେ। ତାପରେ ଶେଷରେ ଦେଇଛି ଆପଣଙ୍କର ଭରତଙ୍କର ଚିତ୍ରକୂଟ ଯାତ୍ରା ପ୍ରବନ୍ଧ। ସେଥିରେ ଗଳ୍ପ ଭିତରେ ଆପଣଙ୍କର ବିଷୟ ଗୁଡ଼ିକ ଦେଇଛି। ଏହିଭଳି ଭାବରେ ଦେଖନ୍ତୁ ପଠନ ନିମନ୍ତେ ଶାଶ୍ୱତ ଭାରତ ସ୍ୱାମୀ ବିବେକାନନ୍ଦଙ୍କର ଦେଇଛି। କାଳଜୟୀ ପଦପଂକ୍ତି ମଧ୍ୟ ଦେଇଛି କି କ'ଣ ଲେଖିଛନ୍ତି।